ଦିନେ ଜଣେ ଲୋକ ତା ଜୀବନରୁ ଦୁଃଖିତ ହୋଇ ଆତ୍ମହତ୍ୟା କରିବା ପାଇଁ ନିଷ୍ପତ୍ତି ନେଲା। ତାର ଆଉ କୌଣସି ବଞ୍ଚିବାର ଉଦ୍ଦେଶ୍ୟ ନଥିଲା। ସେ ଲୋକଟି ମରିବା ଆଗରୁ ଭଗବାନଙ୍କୁ ପଚାରିଲା, ଭଗବାନ, ତୁମେ କୌଣସି ଗୋଟିଏ କାରଣ ବତାଇ ପାରିବ ଯେଉଁଥିପାଇଁ ମୁଁ ଆତ୍ମହତ୍ୟା ନ କରିବି? ଭଗବାନ କହିଲେ, ତୁମେ ତୁମ ଆଖପାଖରେ ଦେଖ, ତୁମେ କ'ଣ ଘାସ ଓ ବାଉଁଶକୁ ଦେଖିପାରୁଛ? ସେ ଲୋକଟି କହିଲା, ହଁ, ମୁଁ ଦେଖିପାରୁଛି। ଭଗବାନ କହିଲେ, ଯେତେବେଳେ ମୁଁ ଘାସ ଓ ବାଉଁଶର ମଞ୍ଜିକୁ ବୁଣିଥିଲି, ସେତେବେଳେ ମୁଁ ସେମାନଙ୍କ ବହୁତ ଯତ୍ନ ନେଉଥିଲି। ମୁଁ ଆଲୋକ ଦେଲି, ପାଣି ଦେଲି। ଘାସଟି ବହୁତ ଶୀଘ୍ର ମାଟିରୁ ବାହାରି ବଢ଼ିବାକୁ ଲାଗିଲା ଓ ଶୀଘ୍ର ମାଟିକୁ ସବୁଜିମାରେ ଭରିଦେଲା। କିନ୍ତୁ ବାଉଁଶ ମଞ୍ଜିରୁ ସେ ପର୍ଯ୍ୟନ୍ତ କିଛି ବାହାରି ନଥିଲା। ତଥାପି ମୁଁ ସେଥିରେ ହାର ମାନିନଥିଲି। ଦ୍ୱିତୀୟ ବର୍ଷ ଘାସ ବହୁତ ଭଲ ଓ ଭରପୁର ହୋଇଗଲା, କିନ୍ତୁ ବାଉଁଶ ଗଛରୁ କିଛି ବାହାରିଲା ନାହିଁ। ତୃତୀୟ ବର୍ଷ ମଧ୍ୟ ବାଉଁଶ ମଞ୍ଜିରୁ କିଛି ବାହାରି ନଥିଲା। ତାପରେ ଚତୁର୍ଥ ବର୍ଷ ବାଉଁଶ ମଞ୍ଜିରେ ଗୋଟିଏ ଗଜା ବାହାରିଲା, ଯାହାକି ଘାସ ଆଗରେ ବହୁତ ଛୋଟ ଥିଲା। କିନ୍ତୁ 6 ମାସରେ ବାଉଁଶ 100 ଫୁଟ ପର୍ଯ୍ୟନ୍ତ ଲମ୍ବ ହୋଇଯାଇଥିଲା। ବାଉଁଶ ତା ଚେରକୁ ମଜବୁତ କରିବା ଓ ପ୍ରସାରିତ କରିବାରେ 3 ବର୍ଷ ସମୟ ନେଇଥିଲା। ଭଗବାନ ଆଗକୁ କହିଲେ, ମୁଁ ମୋର କୌଣସି ଜୀବକୁ ସେତେ କଷ୍ଟ ଦେଇଥାଏ ଯେତିକି ସେ ସହିପାରିବ। ତୁମେ ଏବେ ଯେଉଁ କଷ୍ଟ ପାଉଛ, ତାହା ତୁମେ ଭବିଷ୍ୟତରେ ପାଇବାକୁ ଥିବା ଫଳର ମଞ୍ଜି ଅଟେ। ମୁଁ ଯେପରି ବାଉଁଶର ଯତ୍ନ କରିବା ବନ୍ଦ କରିନଥିଲି, ସେହିପରି ତୁମର ମଧ୍ୟ ଯତ୍ନ କରିବା ବନ୍ଦ କରିବି ନାହିଁ। ଭଗବାନ ଆଗକୁ କହିଲେ, ତୁମର ମଧ୍ୟ ସମୟ ଆସିବ ଓ ମୁଁ ଜାଣିଛି ଏହା ନିଶ୍ଚୟ ଆସିବ। ତୁମେ ବହୁତ ଆଗକୁ ଯିବ। ସେ ଲୋକଟି ପଚାରିଲା, ଭଗବାନ, ମୁଁ କେତେ ଆଗକୁ ଯାଇପାରିବି? ଭଗବାନ କହିଲେ, ଯେତେ ତୁମେ ଇଚ୍ଛା କରିବ ସେତେ। ସେ ଲୋକଟି ଫେରି ଆସିଲା, ବହୁତ ପରିଶ୍ରମ କଲା ଓ ଦିନେ ସେ ସଫଳତା ପାଇଲା। ଏହି କାହାଣୀରୁ ଆମକୁ ଏହି ଶିକ୍ଷା ମିଳୁଛି କି ଆମକୁ କେବେ ହାର ମାନିବା ଉଚିତ ନୁହେଁ, କାହିଁକି ନା ସଫଳତା ବିଳମ୍ବରେ ମିଳେ। ଯଦି ଆମେ ସେହି କାମକୁ ସମ୍ପୂର୍ଣ୍ଣ ଏକାଗ୍ରତା ସହ କରିବା, ତାହେଲେ ଗୋଟିଏ ଦିନ ନିଶ୍ଚୟ ସଫଳତା ମିଳିବ। ଆଜିର କାହାଣୀଟି କିପରି ଲାଗିଲା କମେଣ୍ଟ କରନ୍ତୁ। ଭଲ ଲାଗିଥିଲେ ଲାଇକ୍ ସେୟାର କରନ୍ତୁ। ପ୍ରଥମ ଥର ଦେଖୁଥିଲେ ସବସ୍କ୍ରାଇବ୍ କରି ବେଲ୍ ଘଣ୍ଟିକୁ ଅଲ୍ କରନ୍ତୁ। ପୁଣି ଦେଖା ହେବା ଆଉ ଏକ କାହାଣୀ ମାଧ୍ୟମରେ। ଧନ୍ୟବାଦ।